हेलो हेलो हाँ हेलो। हाँ गुड गुड इवनिंग भाई। कथा कटुची हाँ कौन लाइट भाई। हेलो हाँ हेलो। हाँ कौन लाइट भाई। किए कहते ମୁଁ ଅଙ୍କିତା କହୁଥିଲି। अंकिता के ହଁ अंकिता दले ନା ଅଙ୍କିତା ନାଗ। अंकिता नाग ହଁ कौटू रामंजोड़ी ना कौटू ନା ନା ମୁଁ ଜାଣିନି ଭାଇ। ରାୟଗଡ଼ାରୁ କହୁଥିଲି। हाँ को गाँ ରାୟଗଡ଼ା। रायगड़ा ହଁ କौन ଲାଇଟ୍ ଏଇଟା। मु संतोष नंद कहती दामनजोड़ी ଓହୋ ମାନେ ଏବେ କଣ କରୁଛନ୍ତି ଭାଇ। मु ହ୍ୟାଲୋ। हाँ ହଁ मु କଣ କରୁଛନ୍ତି ଏବେ। मु टीचर अच्छी ଓହୋ ଟିଚର କୋଉଠି ଏମିତି ଜବ୍ କରୁଛନ୍ତି। ମାନେ କୋଉଠି ଜବ୍ କରୁଛନ୍ତି କହୁଛି। एठी दामनजोड़ी हाई स्कूल रे ଓହୋ ଭାଇ ମାନେ ଏମିତି ମାନେ ନମ୍ବର ମାନେ ଜାଣିନି ଥିଲା ତ ମୋ ଭାଇରେ ବୋଧେ କିଏ ଏମିତି ପଢୁଥିବ ସେମାନେ କେମିତି ମାରିଥିଲେ କି କଲ୍ କରିଦେବେ କେମିତି କି ତା ନମ୍ବର ଥିଲା ତ ସେ କଲ୍ କରିଦେଲି ଆଉ ମାନେ ଏମିତି ଗୋଟେ କାମ ଥିଲା। कौन काम थिला ନା ସାର୍ ମାନେ ରାୟଗଡ଼ା ନା ଗୋଟେ ଏମିତି ପୋଷ୍ଟ ବାହାରିଛି ତମ ଗାଁରେ ଏମିତି କିଏ ପଢାପଢି କଲା ପିଲା ଅଛନ୍ତି କି। हाँ मोर तो आम पाखे तो बहुत पढ़ापढ़ी पिला अच्छा कौन पोस्ट बाहर एनडीओ डिपार्टमेंट पोस्ट है। एमबीए एनडीओ एनजीओ हाँ को एनजीओ एटा ଏଇଟା ଗୋଟେ ଏବେ ନୂଆରେ ଓପନ୍ ହେଇଛି ଏମିତି ବ୍ରାଞ୍ଚ ଅଫିସରେ ଏଇଟା ଗୋଟେ ମାନେ ଏଇ କାମଟେ ଚାଲିଛି। ମୁଁ ଟିକେ ବୁଝି ପାରୁନି କ୍ଲିୟର ଟିକେ କୁହ। ହ୍ୟାଲୋ ହଁ ଟିକେ କ୍ଲିୟର କହିଲେ ଭାଇ ବୁଝିତା ମାନେ ଏଇଟା ଗୋଟେ ଏନଜିଓ ଡିପାର୍ଟମେଣ୍ଟ ଭାଇ ମାନେ ପାଇଲେ କାମଟା। ହଁ ଏନଜିଓ କଣ ଏନଜିଓ ତାର କାମ କଣ। ହଁ ମାନେ ନିଉ ଡିଷ୍ଟ୍ରିକ୍ଟ ଓରିଏଣ୍ଟେସନ ଟା ମାନେ ଏଇଟା କାମଟା ଅଛି ପାଇଲ ମ୍ୟାନେଜମେଣ୍ଟ କାମଟା ରହିବ। ମାନେ ଏନଜିଓ ର କୋଉ ଫିଲ୍ଡ ରେ ଆପଣଙ୍କର କାମ एजुकेशन रे ना एग्रीकल्चर रे ना आउ को सेक्टर रे ନା आपनकर ଭାଇ काम ଏଇଟା ଗୋଟେ ଅଫିସ ୱାର୍କ ଟା। ऑफिस ହଁ हम्म ହଁ ହଁ ସାର୍ କଣ एटा कोटे रायगड़ा रे ହଁ ରାୟଗଡ଼ାରେ ହିଁ। आपनଙ୍କ घर रायगड़ा ନା ଆମ ଘରେ ରହୁଛି ଟିକିରି ମୁଁ ରାୟଗଡ଼ାରେ କାମ କରୁଛି। आपनଙ୍କ घर टिकिरी टिकिरी कोठी कहले ଟିକିରି ଭାଗିରି ଝଲା। बागरी झोला ହଁ मो घर मुंडा गाँ ଓହୋ ମାନେ ସେ ଟିକିରି ପାଖ ମୁଣ୍ଡା କି। हाँ टिकिरी पाख मुंडा गाँ मोर ଓହୋ हेले मु गोटे कथा कहबी आपण जेतिकी कहउचंती मु जा भाबुची जो संस्था अच्छी ए संस्था रे बहुत पिला एमती हारास होइचंती टिके देखिकरी ए संस्था विषय टिके भल भाव जानतु तापरे अन्य मानक भी कुहंतु ନା ନା मोर ସାର୍ मोर ସେଠି आपण जोटा कहले मोर बहुत गुडाए पिला एभलिया गोटे कंपनी को जाइकरी एभलिया फसिकरी आछंती सेटु हैरान हेकरी आछंती ନା ନା ଏଇଠି ସେମିତି जेहेतु ନୁହଁ ନହେଲେ ଆମ जेहेतु जेहेतु टिकिरी बोली के कहले सेति पई मु आपनको कहूची जेहेतु आम एरिया रो पिला आपण तेणु आपनको दायित्व दिया हेतु जे आपण एमती कॉल करंतु आ कुहंतु कॉल करंतु कुहंतु बुझांतु लोकन को कन्विन्स करंतु एटा आपनको कुआ जायतिबो आपनको किंतु मु आपनको पर्सनाली सजेशन करूची जे सेई जो संस्था रे आपण अछंती से संस्था विषय प्रथम जानंतु बहुत पिला ठकामीर शिकार होइचंती मोर ଭାଇ मोर पिला माने मोर स्टूडेंट माने शिकार होइचंती तेणु आपण प्रथमे संस्था विषय जानंतु बुझंतु तापरे कहबे ठीक अछि କୋଉ ସଂସ୍ଥାରେ ପଶିଥିଲେ ଭାଇ।
ସେ ପିଲାମାନଙ୍କୁ ପଚାରିଲେ ହିଁ ମୁଁ କହିପାରିବି। ବର୍ତ୍ତମାନ ସେ ସଂସ୍ଥାର ନାଁ ମୋତେ ମନେ ନାହିଁ। ଅନେକ ଏଭଳିଆ ଠକ ସଂସ୍ଥା ବର୍ତ୍ତମାନ। ଦେଖ ଭାଇ କେତେ ଶୁଣନ୍ତୁ ଗୁଡି ଯାକ ପିଲାମାନେ ଏତେ ଗୁଡି ଯାକ ପିଲାମାନେ କାମ ଗୋଟେ ଅଛି ଗୋଟେ କୋଉଟା ବୋଲି କଣ ଶୁଣନ୍ତୁ ଜାଣିହବ ଶୁଣନ୍ତୁ କି? ଶୁଣନ୍ତୁ ମୁଁ ଗୋଟେ କଥା କହୁଛି। ଏତେ ଗୁଡେ ପିଲାମାନେ କାମରେ କୋଉଟା ଶୁଣନ୍ତୁ କେତେ ଶୁଣନ୍ତୁ ପ୍ରକାର ଯାକ ମେ- କାମ ଥିବ। ଗୋଟେ ଶୁଣନ୍ତୁ ଜାଗାରେ ନାଇଁ ନାଇଁ ଗୋଟେ କାମ ଶୁଣନ୍ତୁ ହିଁ ଥିବ କି? ଶୁଣନ୍ତୁ କେତେ ଆପଣ ପ୍ରକାର କାମ ଅଛି। ଆପଣ ଆପଣ ଗୋଟେ ଭାବୁଛନ୍ତି ଯେ ସେ ସଂସ୍ଥାରେ କାମରେ ବୋଲି ଏତେ ଶୁଣନ୍ତୁ ଝିଅ ମାନେ କଣ ଆପଣ ସେ ଶସ୍ତାରେ କାମରେ ପଳେଇବେ ନା କେମିତି? ଆପଣ ଗୋଟେ ସଂସ୍ଥାରେ କାମ କରୁଛନ୍ତି। ସେ ସଂସ୍ଥା ବିଷୟରେ ହିଁ ଆପଣ କହିବେ। ଅସୁବିଧା ନାହିଁ। ଦେଖ କାହାକୁ କିନ୍ତୁ ଜବରଦସ୍ତି ମୋର କାମ ନାହିଁ। ମୋର ଯିଏ ଗୋଟେ କଲେ କରିବେ ଗୋଟେ ବୋଲି କରିବେ କୋଶ୍ଚିନ୍ ନହେଲେ ନାହିଁ। ଶୁଣନ୍ତୁ ତାର ଶୁଣନ୍ତୁ ଗୋଟେ ଜବରଦସ୍ତି କାମ ନାହିଁ ନାଇଁ ନା। ନାଇଁ ଜବର ସେଇଟା ଶୁଣନ୍ତୁ। ପିଲାମାନେ ଜବ ପାଇଁ ବୋଲିକିରି କାକୁର୍ତ୍ତି ହେଇକି ବୁଲୁଛନ୍ତି। ତାର ଫାଇଦା ଉଠଉଛନ୍ତି ଆପଣ ମାନେ। କଣ ଫାଇଦା? ମୁଁ ରିପୋର୍ଟର ଅଛି। ଆପଣଙ୍କର ଏଇ ଯୋଉଟା କହିଲେ ସବୁ ରେକର୍ଡିଂ ହଉଛି ଆପଣଙ୍କ କଥା। ଆଉ ଆଚ୍ଛା ତାକୁ ରେକର୍ଡିଂ ହଉଥିବ ତାକୁ କଣ ହଁ ତାକୁ ପ୍ଲେସମେଣ୍ଟରେ ଦେବେ କି? ତାକୁ ନାଇଁ ମୁଁ ଦେବାର କାହାକୁ କିଛି ଦରକାର ନାହିଁ। ଆଉ ତାକୁ କହୁଛନ୍ତି ମୁଁ ଯେ ଭେରିଫାଇ ରେକର୍ଡିଂ କରିବି। ହଉଛି ବୋଲିକି। ଆପଣଙ୍କ କଥାକୁ ଭେରିଫାଇ କରିବି। ଆପଣଙ୍କ ସଂସ୍ଥା ବିଷୟରେ ମୁଁ ଭେରିଫାଇ କରିବି। ଏଭଳିଆ ଅନେକ ଠକ ସଂସ୍ଥା ଅଛନ୍ତି। ମୋର ପିଲାମାନେ ଫସିଛନ୍ତି ବୋଲି ମୁଁ ଆପଣଙ୍କୁ ଜଣାଉଛି ପରା। ଆପଣଙ୍କୁ ଭଲ ପାଇଁ ମୁଁ କହୁଛି। ଆପଣ ଆରେ ଗୋଟେ ଭାଇ ଆଉ ଯୋଉ ଗୋଟେ ଦିନ ଜାଗାରେ ତମେ ପଶିଥିଲ ନ ପଶିଥିଲ ଆଉ ସେଟା ଗୋଟେ ଆମେ କଣ ଜାଣିଛୁ? ଗୋଟେ ଦିନ ଆପଣ ଆଉ ପୁଣି ସେ ମତେ ଜାଗା କଲ୍ ତ କରିବେ। ଆମକୁ କଣ ଜାଣିଛ କୋଉପଟେ ଯାଇଥିଲ ନ ଯାଇଥିଲ ସେଇ ବିଷୟରେ ଆମକୁ କଣ କହିଲେ ଅନେକ ଆମେ କଣ ଜାଣିବୁ? ଶୁଣନ୍ତୁ ନା ଆମେ କଣ ବୁଝିବୁ ସେଇଟା? ନାଇଁ ଆମେ ତ ଶୁଣନ୍ତୁ କିଛି ଜାଣିନୁ। ହଁ ମୁଁ ସେଇ ଆମେ କଥା କଣ କହୁଛି। ଆପଣ ଝିଅ କିଛି ମାନେ ଉଠିକି ଜାଣିନାହାନ୍ତି। ମୁଁ ସେଇ ଜାଗାରେ ଇଏ କଥା କହୁଛି। କରିଥାନ୍ତୁ। ମୁଁ ସେଇ କଥା ଆଉ କହୁଛି। ଆପଣ ଜାଣିନୁ ତ କିଛି ଆରେ ଜାଣିନ ଜାଣିନାହାନ୍ତି। ଜାଣିନ ତ ଆମକୁ କହିଲେ ଆମେ କେମିତି ଜାଣିବୁ? ଆପଣ କିଛି ଜାଣିନାହାନ୍ତି। ପିଲାମାନେ ଚାକିରି ପାଇଁ ବୁଲୁଛନ୍ତି। ଚାକିରି ମିଳୁନାହିଁ। ଆପଣ ଚାକିରି ବାଣ୍ଟିକି ବୁଲୁଛନ୍ତି। ଏମିତି ସଂସ୍ଥାରେ ଆପଣ ଚାକିରି ଦେଇଦେବେ କି? ଆପଣଙ୍କ ସଂସ୍ଥା ସେଟା ଏମିତି କିଏ ଏମିତି କଣ ଫ୍ରିରେ ଚାକିରି ଜବରଦସ୍ତି ଦେଇଦେବେ କାମ କି? ଦେଇଦିଅନ୍ତି କି? ପିଲାମାନେ କେତେ କେତେ ପାଠ ପଢିକି କେତେ ସବୁ କେତେ କଥା ପାଇଁ ବୋଲିକି ଚାକିରି ପାଇଁ ବୋଲିକି କୋଉ କୋଉ ଦୋକାନରେ ରହିବୁ କୋଉଠି କଣ କରିବୁ ବୋଲି ପିଲାମାନେ ହେଣ୍ଡେ ହେଣ୍ଡେ ହେଇକି ବୁଲୁଛନ୍ତି। ତମେ ଏମିତି ଫ୍ରିରେ ସବୁ ଚାକିରି ଦେଇ କୋଉ ଦଉଛ ଜାଗାରେ କି? ହଁ କୋଉ ଜାଗାରେ ପଠେଇଥିଲା ନ ପଠେଇଥିଲା ସେ ବିଷୟରେ ମତେ କଣ କହିଲେ ମୁଁ କଣ ଜାଣିବି? ହଁ ସେ ସେଇ କଥା ବିଷୟରେ କହିଲେ ମୁଁ କଣ ନାଇଁ ଜାଣିବି? ସେଇ କଥା ମୁଁ ଯୋଉ କହୁଛି। ଜାଗାରେ ଆପଣ ପଶେଇଥିଲ ବୁଝନ୍ତୁ। ନ ପଶେଇଥିଲ ସେଇଟାକୁ ପୁଣି ମତେ କହିଲେ ମୁଁ କଣ ଜାଣିବି? ଆପଣ ମୁଁ ମତେ ସେଠର କହିଲେ ନା କଣ ମାଲିକ ନା ଆପଣ କଣ ମୁଁ ସେଠର ନାଇଁ ନାଇଁ ବିଷୟରେ ମୁଁ ଜାଣିବି? ମୁଁ ସେଇ କଥା କହୁଛି। ଆପଣ ସଚେତନ ହୁଅନ୍ତୁ। ପରେ ସଚେତନ ହେବା ପରେ କାହାକୁ ଫୋନ କରିକି କୁହନ୍ତୁ। ଆପଣ ମାନଙ୍କର ସବୁ ସଂସ୍ଥାର ଚାଲ ମତେ ଜଣା ଅଛି। ଏଇଭଳିଆ କୋଉଠି ଫୋନ କରିକି ଏମିତି କହନ୍ତି ଆମେ ଜାଣିଛୁ। ଦାମନଯୋଡ଼ିରେ ବି ତ ହଁ ଟିଚର ଅଛନ୍ତି ପରା? ମୁଁ ଟିଚର ଅଛି। ସାମ୍ବାଦିକ ଅଛି। ବୁଝିଲେ ଆପଣ ବି ସେମିତି ପଶି ଯାଇଛନ୍ତି ଆଉ। ମୋର ପିଲାମାନେ ସବୁ ଫସିଛନ୍ତି ସେଇଭଳିଆ। ହଁ ତମେ ବି ହଁ ସେମିତି ପଶିଛ ଆଉ। କୋଉଠି ପଶିଛୁ? ତମେ ବି ପଶିଛ ଆଉ। କଣ ଫସିଛୁ? କଣ କଥାବାର୍ତ୍ତା ଏ ପ୍ରକାର କରୁଛ? ମତେ ଭଲରେ କଥା ହୁଅ। ତମକୁ ସଜେସନ ଦଉଛି ଟିକିରି ବୋଲି କହିଲ ସେଥିପାଇଁ ମୁଁ ତମକୁ ସଜେସନ ଦଉଛି। ଏଭଳିଆ ସଂସ୍ଥାର ବାହାର। ଆରେ ଯିଏ ମଧ୍ୟ କହୁଛି କିଏ ମଧ୍ୟ ଜବ୍ କରୁଛି କି କଣ ସେଟା ଟିଚର ଅଛନ୍ତି ନନସେନ୍ସ। ସମସ୍ତେ